ନରହରି ଆଜ୍ଞା ହଁ କହୁନ ଇଏ କଣ ସେଇ କଳା? ଷୋଳ କଳା ଜଗନ୍ନାଥ ହଉଛନ୍ତି ଯୋଉ ଷୋଳ କଳା ସେ କଳା ହଉଛି କଳାଟା ହଉଛି 64 କଳା। ଆଜ୍ଞା 64 କଳା ଭିତରୁ ସିଏ ହଉଛନ୍ତି 16 କଳା। ଆଜ୍ଞା କିନ୍ତୁ ଇଏ ଯୋଉ ଚକ୍ର ମାନଙ୍କରେ କଳା ହେଲା 50 କଳା। ଆଜ୍ଞା ସେଥିରୁ 2 କଳା ଆସିଲା। ଆଜ୍ଞା 48 କଳା ଚକ୍ର ମାନଙ୍କ ଭିତରେ ରହିଲା। ଆଉ 16 କଳା ରହିଲା କରି ଜଗନ୍ନାଥଙ୍କ ଠେଇ। 48 କଳା କିଏ ଦେଖୁନୁ ଷଡ଼ ଚକ୍ରରେ ଆଜ୍ଞା ଷଡ଼ ଚକ୍ରରେ 50 ଅଛି ହେଲା। ଏ 50 ରୁ ତମର ଲଲାଟ ଚକ୍ରରେ 2 ରଖିଦିଅ। ଅନ୍ୟ 5 ଚକ୍ରରେ ରହିଗଲେ 48 ହେଲା। ଲଲାଟ ଚକ୍ରରେ 2 କଳା ରହିଲା। ଆଉ ଉପର ରହିଲା 14 କଳା 14 2 ହେଲା 16 କଳା ସେଇ ହଉଛନ୍ତି ଜଗନ୍ନାଥ। ଭୁଲତା ଉପରକୁ ଚୂଡା 14 ଯାହା କୁହନ୍ତି ସେଟା ହଉଛି 14 କଳା। ଆଉ 14 କଳା ଲଲାଟ 2 କଳା 16 କଳା। ଏଇ 16 କଳା ଟା ହଉଛନ୍ତି ଭଗବାନ କୃଷ୍ଣ ବା ଜଗନ୍ନାଥ ବା ଯାହାକୁ ଆମେ କହିବା। କିନ୍ତୁ ଲଲାଟ ଚକ୍ର ତଳକୁ ଯୋଉ 48 କଳା ରହିଲା ଇଏ ସବୁ ହଉଛି ପଞ୍ଚଚକ୍ରରେ 48 କଳା। ଆଉ ଲଲାଟ ଚକ୍ର ସହିତ ଚୂଡା 14 ମିଶିକି 16 କଳା ସେଇ ହଉଛନ୍ତି ନନ୍ଦକଳା। ସେଇଟା କେବେ ଠିକ ଆଉ ଏଇଟା ବୁଝିଗଲା ଜାଣିହେଲା। ଏଇ ମୁଁ କହିଲି ସେଇ କଳା କି କଣ ପଚାରିଦେଲି ସନ୍ଦେହ ରହିଯିବ। ସେଇ କଳା ସିଏ 64 ରୁ ସିଏ ରହିଲା 16 ଇଏ ରହିଲା 48। ଭାରି ବଢିଆ ଲାଗୁଛି। ଆଉ ମୁଁ 3 ଥର ଦେଖେ ତାକୁ ଶୁଣୁଛି ବା 3 ଥର ପରେ କାହିଁକି ମୁଁ ନ ବୁଝିଲା ପର୍ଯ୍ୟନ୍ତ ମୁଁ ସେମିତି କରୁଥା ପୁଣି ୟା ପରେ ଗୀତା ଛାଡୁଛି ଗୀତା ଶୁଣିବୁ ଗୀତା ଛାଡୁ। ଆଜ୍ଞା ମୁଁ ଆଜ୍ଞା ଯୋଉ ଟିକେ ସନ୍ଦେହ ବୁଝିବାକୁ ଚାହିଁବି ଟିକେ କହିଦେବି ଟିକେ ଆଜ୍ଞା। ସେ ଗୋଟେ ଲୋକ ମୋ ପାଖରେ ବସିଥିଲା ସେ ପଚାରିଲା କପୋତ କେମିତି ପଡିଲେ ଛୁଆ କେମିତି ପଡିଲେ ଜାଲ ଭିତରେ ଆଉ କପୋତ କେମିତି ଗଲା ଫେରେ ତାପରେ କପୋତ ଆସିକି କେମିତି ଗଲା ଏଇ ବିଷୟରେ ଟିକେ ମତେ କହିବେ କି ଆଜ୍ଞା? ସେ ମୁଁ ଅବଧୂତ 24 ଗୁରୁ ଅତୀତରେ ବହୁବାର ଛାଡିଛି ଯେ ଯଦି ଛାଡିଛି ତମେ ଯୋଉ କପୋତି କଥା କହୁଛ ହେଲା ଏ କପୋତି ତାର ସରିମାର୍ଥ ଯଦି ହବ ମୁଁ କହିବି। ଆଉ କୁହନ୍ତୁ ଶରୀର ତତ୍ତ୍ୱରେ କୁହନ୍ତୁ ନା ବାହ୍ୟ ମତରେ କୁହନ୍ତୁ ଯାହା ମତରେ ବି କହିବି ବାହ୍ୟ ମତରେ କହିବି ଶରୀର ତତ୍ତ୍ୱରେ କହିବି। କପୋତି ତାଙ୍କର ଯୋଉ ପିଲା 2ଟି ଥିଲେ ସେ ପିଲା 2ଟି କି ସେମାନେ ଅତି ସ୍ନେହରେ ପାଳୁଥିଲେ। ଆଚ୍ଛା ସ୍ନେହରେ ପାରୁ ସେମାନଙ୍କ ସହିତ ସେମାନଙ୍କର ଆସକ୍ତ ରହିଯାଇଥିଲା। ଆସକ୍ତ କାହାକୁ କୁହନ୍ତି କହିପାରିବେ? କୁହନ୍ତୁ ଆପଣ। ଆସକ୍ତ କହିଲେ ହଉଛି ସ୍ନେହର ଅନ୍ୟ ନାମକୁ ଆମେ ଆସକ୍ତ କହିବା। ଆଉ ସ୍ନେହ ଟା ଯେତେବେଳେ ଜଣଙ୍କ ଉପରେ ସ୍ନେହ ଟା ଯେତେବେଳେ ଅତି ଗାଢ ହେଇଯାଏ ସେତେବେଳେ କଣ ହୁଏ ନା ସେ ଗାହାଟ ଟା ଏମିତି ଅଠା ହେଇଯାଇଥାଏ ସେ ସ୍ନେହ ଟା ତମ ମନରୁ କେବେ ପାଶୋରି ହୁଏ ନା। ଯେତେବେଳେ ପାଶୋରି ହୁଏ ନା ତାକୁ କୁହାଯାଏ ମୋହ। ତମେ ଧର ଗୋଟେ ପୁଅ କୁ ତମେ ଭାରି ସ୍ନେହ କରୁଛ ଅତି ସ୍ନେହ କରୁଛ ସେ ସ୍ନେହ ଟା ତମ ମନ ଭିତରେ ପୁରା ଏକଦମ ନିବଦ୍ଧ ହେଇକି ରହିଗଲା। ଯେମିତି ଆମର ଧୃତରାଷ୍ଟ୍ର ଯେମିତି ଅତି ସ୍ନେହ କରିଥିଲା ଦୁର୍ଯ୍ୟୋଧନକୁ। ବାସ୍ ତେଣୁ ତମେ ପୁଅଟି ଯେତେବେଳେ ତମ ଠାରୁ ଦୂରେଇ ଯାଏ ତମେ ବାରମ୍ବାର ସେ ସ୍ନେହ ଟାକୁ ମନେ ପକା। ମନେ ପକେଇବାର କାରଣ ହଉଛି ଯେ ଏଇଟା ହଉଛି ତମର ମୋହ। ସ୍ନେହକୁ ବାନ୍ଧି ରଖିବାର ମନରେ ସ୍ନେହକୁ ବାନ୍ଧି ରଖିବାର ନାମ ହଉଛି ମୋହ। ଏଇ ଯୋଉ କପୋତି ଏ 2 ଜଣ ସେ ଛୁଆ 2 ଜଣଙ୍କୁ ଅତି ସ୍ନେହ କରୁଥିଲେ। ଅତି ସ୍ନେହ କରିକି ଯେତେବେଳେ ତାଙ୍କ ମନ ଭିତରେ ବାନ୍ଧିଥିଲେ ତାଙ୍କ ମୋହରେ ପଡି ଯାଇଥିଲେ ତେଣୁ ସେମାନେ ତାଙ୍କର ଲାଳନ ପାଳନ ନିମିତ୍ତ ସିଏ ବଣକୁ ଗଲେ ଯାଇକି ତାଙ୍କ ଠାରୁ ଖାଦ୍ୟ ଆହରଣ କରି ତାଙ୍କୁ ଲାଳନ ପାଳନ କରିବା ପାଇଁ। ଏଇ ସମୟରେ କଣ ହେଲା ନା ଆମର ଯୋଉ ବ୍ୟାଧ ସିଏ ଯାଇକି କଣ କଲା ନା ତାକୁ ଜାଲ ବିଛେଇଲା ଯାହା ଫଳରେ ସେ ପିଲା 2ଟି ଜାଲରେ ପଡିଗଲେ। ଆଚ୍ଛା ଯଦି ଜାଲରେ ପଡିଗଲେ ଇଏ ଯୋଉ ବାପା ମା ଆସିକି ପହଞ୍ଚିଲେ ୟାଙ୍କର ତ ମୋହ ଅଛି ନା
ଅତିରିକ୍ତ ମୋହ, ସେ ମୋହକୁ ସେ ମନେ ପକେଇକି ସେ କହିଲେ ଯଦି ଏ ମୋ ପିଲା ଦିଟା ଜାଲରେ ପଡିଛି ମରିଗଲେ ଆମର ଆଉ ଜୀବନ ରଖିବା ଉଚିତ ନୁହେଁ। ଟିକେ ଆଜ୍ଞା ମୁଁ ଏଇ ଟିକେ ମୋର ସନ୍ଦେହ ମୋଚନ କରିବା ପାଇଁ ପଚାର ଯେ ସେ ଯୋଉ ଜାଲ ଭିତରେ ବାହ୍ୟ ମତ କଥା ମୁଁ କହୁଛି, ଜାଲ ଭିତରେ ସେତେବେଳେ ଛୁଆ 2 ଜଣ ଜାଲ ଭିତରେ ଥିଲେ, ଜାଲ ବନ୍ଦ ଥିଲା ନା ଖୋଲା ଥିଲା? ଜାଲ ନା ଆଜ୍ଞା ଜାଲ ବା ବିଛେଇଥିଲା ସିଏ। ଛୁଆ ପଡିଯିବା ପରେ ଜାଲ ବନ୍ଦ କରିଥିଲା ନା ତମେ ଜାଲରେ ପଡିବା କଥା କଣ ବୁଝୁଛ ମୁଁ ବୁଝିପାରୁନି। ଗୋଟେ କଥା ଶୁଣ, ଆମର ସେ ଖୁଦଟାକୁ ବିଛେଇ ଦେଇକି ଜାଲଟାକୁ ଯେତେବେଳେ ପକେଇଥିଲା ହେଲା କି, ଜାଲ ଭିତରେ ସବୁ ଛୋଟ ଛୋଟ ପାଶ ଥାଏ। ଇଏ ଯେତେବେଳେ ଯାଇକି ଉଡିକି ପଡିଗଲେ, ପଡି ଯାଇକି ଖୁଣ୍ଟିଲେ, ସେ ଫାଶରେ ତାଙ୍କ ଗୋଡ ଗୁଡାକ ସବୁ କଣ ହେଲା ବାନ୍ଧି ହେଇଗଲା। ଯେତେବେଳେ ବାନ୍ଧି ହେଇଗଲା ସେମାନେ ଆଉ ଉଡିକି ଆସିପାରିଲେନି, ସେ ବନ୍ଧନରେ ପଡିଗଲେ। ଯଦି ବନ୍ଧନରେ ପଡିଗଲେ, ଏବେ ଯେତେବେଳେ ଆସିକି ପହଞ୍ଚିଲେ କିଏ ସେ ନା ମା ପହଞ୍ଚିଲା। ମା ଦେଖିଲା ଯେତେବେଳେ ଛୁଆ 2ଟି ଚାଲିଗଲେ ଆଉ ଜୀବନ ରଖିକି ଲାଭ ନାହିଁ, ସିଏ ଆଉ ବାପାକୁ ନ ନେଇକି ବାପାର ସ୍ନେହଟାକୁ କାଟି ଦେଇକି ପିଲାଙ୍କ ସ୍ନେହ ତାର ଅଧିକ ଥିଲା, ଯୋଉଥିରେ କି ସିଏ କଣ କଲା ଯାଇକି ସେ ଜାଲ ଭିତରକୁ ଡେଇଁ ପଇଲା। ମା ଯେତେବେଳେ ଜାଲ ଭିତରକୁ ଡେଇଁ ପଇଲା, ମା ଯେତେବେଳେ ଜାଲ ଭିତରକୁ ଡେଇଁ ପଇଲା, ସେତେବେଳେ ବାପା କଣ କଲା ନା ବାପା କହିଲା ଆରେ ଛୁଆ ତ ଗଲେ ମା ବି ଗଲା, ତେଣୁ ମୁଁ ମୋ ଜୀବନଟାକୁ ରଖି ଲାଭ କଣ? ସିଏ କଣ କଲା ନା ତାକୁ ଦେଇକି ପକେଇ ପଡିଗଲା ଜାଲରେ। ଯେତେବେଳେ ପଡିଗଲା, ଲୁବ୍ଧକ କଣ କଲା ନା ଇଏ 4 ଜଣଙ୍କୁ ନେଇକି ସେ ଆନନ୍ଦରେ ପଳେଇଗଲା। ଏଠି କହିବାର ଉଦ୍ଦେଶ୍ୟ, ଅବଧୂତ କହିବାର ଉଦ୍ଦେଶ୍ୟ ହଉଛି ଯେ ଆମ ସଂସାର ବନ୍ଧନରେ ଆମେ ଯୋଉମାନଙ୍କୁ ସ୍ନେହ କରିବା କର୍ତ୍ତବ୍ୟ ଅଛି, ଆମେ ସ୍ନେହ କରିବା କିଛି ମନା ନାହିଁ, କିନ୍ତୁ ଅତ୍ୟଧିକ ସ୍ନେହ ଆମେ କରିବା ନାହିଁ। ବୁଝିପାରିଲେ କି? ସ୍ନେହ କରିବା, ଖାଇବାକୁ ଦବା, ତାଙ୍କୁ ବଞ୍ଚେଇକି ରଖିବା ଆମର କର୍ତ୍ତବ୍ୟ, କିନ୍ତୁ ତାଙ୍କ ସ୍ନେହରେ ଆମେ ବାନ୍ଧି ହେଇଯିବା ନାହିଁ। ସ୍ନେହରେ ଯଦି ବାନ୍ଧି ହେଇଯିବା ଆମେ ବନ୍ଧନରେ, ବିଷୟ ବନ୍ଧନରେ ଆମେ ବାନ୍ଧି ହେଲେ। ଅବଧୂତ ସେଠୁ କଣ ଶିକ୍ଷା ପାଇଲେ? ଅବଧୂତ ଶିକ୍ଷା ପାଇଲେ ଯେ ଆମେ ସମସ୍ତଙ୍କ ସାଙ୍ଗ ସମିତିକି ସ୍ନେହ କରିବା, କିନ୍ତୁ ତାଙ୍କ ସ୍ନେହରେ ଆମେ ବାନ୍ଧି ହବା ନାହିଁ। ମୁଁ ଏଥିରେ ତମକୁ କହିବି, ତାପରେ ଭିତର କଥା କହିବି। ଗୋଟେ ଉଦାହରଣ ଦଉଛି ଶୁଣ। ଜଣେ ଗୌଡୀୟ ବୈଷ୍ଣବ ଥିଲେ। ସେ ଗୌଡୀୟ ବୈଷ୍ଣବ, ସିଏ ସଂସାରରେ ସଂସାରିକ ଲୋକ। ସିଏ କଣ କରୁଛନ୍ତି ନା ସବୁଦିନେ ସେ ପୂଜା କରନ୍ତି, ଠାକୁରଙ୍କୁ କୃଷ୍ଣଙ୍କୁ ପୂଜା କରନ୍ତି। ଯଦି ପୂଜା କରନ୍ତି, ସେ ପୂଜା କରୁଛନ୍ତି, ପୂଜା ସରିଗଲା, ପୂଜା ଭିତରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସେ ଭୋଗ ଦେଇଛନ୍ତି। ଯଦି ଭୋଗ ଦେଇଛନ୍ତି, ତାର ନାତିଟିଏ କଣ ନା ଗୁରୁଣ୍ଡି ହେଇକି ଆସିକି ପହଞ୍ଚିଗଲା। ଛୋଟ ପିଲାଟିଏ ଯଦି ପହଞ୍ଚିଲା, ସିଏ କଣ କଲା ନା ସେ ଭୋଗ ଟିକକ ନାତିକି ଦେଲା। ଯେମିତି ଦେଲା, ନାତିଟି ଭୋଗ ଖାଇଲା ନାହିଁ। ଯେମିତି ନ କଲା, ଇଏ କଣ କଲା ନା ମାରିଲା ନାତି କାକୁ ନାତିକି, ଦୂର ସାଲା ପଳାଟ। ଯଦି ମୁଁ କହୁଛି, ଯଦି ମୋ ପ୍ରଭୁଙ୍କ ପ୍ରସାଦକୁ ତୁ ଅବମାନନା କଲୁ, ତାହେଲେ ତୁ ମୋର କେହି ନୁହେଁ, ତୁ ବି ନାତି ହେଲେ ସୁଦ୍ଧା ତୁ ମୋର ନାତି ନୁହେଁ। ଅର୍ଥାତ୍ ତାଙ୍କର ମୋହ କଟି ଯାଇଥିଲା। ଯଦି ତାଙ୍କର ମୋହ ଥାନ୍ତା, ସେ କରିଥାନ୍ତେ କଣ ନା ସେ କୃଷ୍ଣଙ୍କ ପୂଜା ଛାଡିକି ତା ପଛରେ ଦୌଡିକି ବାପାରେ ଟିକେ ଖାଇଦେ ରେ, ବାପାରେ ଟିକେ ଖାଇଦେ, ଯାଚିଥାନ୍ତା। ଯେମିତି ଆମର ସମାଜରେ ହଉଛି। ତେଣୁ ଏଇଟା ହଉଛି ଅତିରିକ୍ତ ମୋହ। ବୁଝିପାରିଲେ ନା? କିନ୍ତୁ ନାଇଁ, ସିଏ ଆମର କର୍ତ୍ତବ୍ୟ ହେଲା ଆମେ ପିଲା ଛୁଆ, ବନ୍ଧୁ ବାନ୍ଧବ, ସ୍ତ୍ରୀ କୁଟୁମ୍ବ ସମସ୍ତଙ୍କୁ ପୋଷିବା, ସମସ୍ତଙ୍କୁ ଆଦର କରିବା, କିନ୍ତୁ ଦାୟିତ୍ୱ ନେବା ଆମର କର୍ତ୍ତବ୍ୟ। କିନ୍ତୁ ଆମେ ମନେ ମନେ ଚିନ୍ତା କରିବା, ଈଶ୍ୱର ସଂସାରରେ ମୁଁ ହଉଛି ଗୋଟେ ଚାକର, ମୋତେ ଗୋଟେ ଚାକିରି ମିଳିଛି, ମୁଁ ସେମାନଙ୍କୁ ଖାଦ୍ୟ ଦବା କି ସେମାନଙ୍କର କାର୍ଯ୍ୟ ବୁଝିବା ମୋର ହଉଛି କର୍ତ୍ତବ୍ୟ, କିନ୍ତୁ ସେମାନଙ୍କ ସହିତ ମୋର ସମ୍ପର୍କ ନାହିଁ। ମୁଁ ଆଉ ଗୋଟେ ଉଦାହରଣ ଦଉଛି ଶୁଣ। ତମେ ଟ୍ରେନରେ ଯାଉଛ, 5 ଜଣ ଲୋକ ତମେ ଟ୍ରେନରେ ବସିଛନ୍ତି। ବସିଲା ପରେ ତମେ ଗୋଟେ ଜଳଖିଆ ଟିକେ ଆଣିଲ ଖାଇବା ପାଇଁ। ଖାଇଲା ପରେ ସେଠି ମଧ୍ୟ ଛୋଟ ଛୁଆ 1-2ଟା ଅଛନ୍ତି। ତମେ ସେଠୁ ଦେଖିଲେ, ଆରେ ମୁଁ କଣ ଖାଇବି, ଛୁଆ ଟିକେ ଦବା ମୋର କର୍ତ୍ତବ୍ୟ। ତମେ ତାକୁ ମଧ୍ୟ ଟିକେ ଆଣିକି ଦେଲ। ଏଇ ଯୋଉ ଖାଦ୍ୟଟା ତାକୁ ଦେଲ, ଏଥିରେ ତମର ମୋହ ନାହିଁ ସେ ପିଲା ପ୍ରତି। ତମେ ଭାବୁଛ ସେ ଗୋଟେ ଅନ୍ୟର ପିଲା, ମୋର କର୍ତ୍ତବ୍ୟ ଟିକେ ପିଲା ଟିକେ ଚାହିଁଛି ମୁଁ ତାକୁ ଦେବି, ସାତ୍ବିକ ଚିନ୍ତାଧାରା। ଠିକ ସେଇଭଳି, ବୁଝିଲ, ତମେ ଭାବିବ ଏ ସଂସାରରେ ଯୋଉମାନେ ରହିଲେ, ଏମାନେ ହଉଛନ୍ତି ସବୁ ମୋର ଗୋଟିଏ କଣ ମାନେ ଅଂଶ, ଏବଂ ସେମାନଙ୍କୁ ଦବା ମୋର କର୍ତ୍ତବ୍ୟ, କିନ୍ତୁ ସେମାନଙ୍କ ସହିତ ଏତେ ମୋହ ନାହିଁ।
କର୍ତ୍ତବ୍ୟ କରୁଥାଏ। ଆଜ୍ଞା ମୋହ ଆଉ ମୁଁ ମୋହର ଆଜି ତମକୁ ମୋହ ବିଷୟରେ ଡିଟେଲ ମୁଁ ବୁଝେଇ ଦଉଛି ଶୁଣ ଯେ ଯୋଉ କାର୍ଯ୍ୟ ଦ୍ୱାରା ଯୋଉ କାର୍ଯ୍ୟର ବିନାଶରେ ତମକୁ ଦୁଃଖ ନ ଲାଗେ ସେଇଟା ହଉଛି ତମର ନିର୍ମୋହତା। ବୁଝିପାରିଲେ ନା? ମନେ କରାଯାଉ ତମେ ପୁଅଟିକି ତମେ କର୍ତ୍ତବ୍ୟ ତମେ ଲାଳନ ପାଳନ କରିଛ, ହଠାତ୍ ତମର ପୁଅଟା ଆକ୍ସିଡେଣ୍ଟରେ ମରିଗଲା ପରେ ତମକୁ ଯଦି ଦୁଃଖ ନ ଲାଗେ ତାହେଲେ ତମର ସେ ପିଲା ପ୍ରତି ମୋହ ନାହିଁ। ତମକୁ ଯଦି ଦୁଃଖ ଲାଗିଲା ତାହେଲେ ତା ସ୍ନେହକୁ ମନେ ପକେଇଲେ ତମର ସେ ପିଲା ପ୍ରତି ମୋହ ଅଛି। ବୁଝିପାରିଲ? ତମେ ଜଡ ଭରତଙ୍କ ଭଳି କଥା। ଆଜ୍ଞା ହଁ ସବୁ ଏକା କଥା। ଗୋଟେ ତମେ ଧର ଗାଁରେ ଯାଉଛ, ତମେ ଗାଁରେ ଯାଉଛ, ଗଲା ବେଳକୁ ତମ ପୁଅ ଆଉ ଗୋଟେ ପିଲା ସାଙ୍ଗରେ ଖେଳୁଛି, ବୁଝିଲ କି? ଖେଳିଲା ପରେ ମାଡ଼ଗୋଳ ନାଗୁଛନ୍ତି, ହେଲା କି? ମାଡ଼ଗୋଳ ନାଗିଲେ ତମେ ଦେଖିବ ତମ ପୁଅ ସପୋର୍ଟଟା ତମେ ନବ, ଆର ପିଲାଟା ସପୋର୍ଟ ତମେ ନବନି। କାହିଁକି ନା ତମର ଯେହେତୁ ତା ପ୍ରତି ମୋହ ଅଛି। ତମର ଯଦି ତା ପ୍ରତି ମୋହ ନଥିବ ତମେ ଦି ଜଣକୁ ଆଣିକି ନ୍ୟାୟ ବିଚାରଟା କରିବ। ଆଉ ଯଦି ତମେ ପକ୍ଷପାତିତା କଲ ତାହେଲେ ତମର ମୋହ ଆସକ୍ତ ତା ପ୍ରତି ଅଛି। ବୁଝିପାରିଲେ ନା? ଏହି ଗୁଣଟିକି ଜାଣିବା ପାଇଁ ବା ଏଇ ଗୁଣଟିକି ଶିକ୍ଷା କରିଲେ କିଏ ସେ ଅବଧୂତ କପୋତଙ୍କ ଠାରୁ ଏଇ କଥା ଟିକେ ସେ ଶିକ୍ଷା କଲେ, ହେଲା କି? ଆଚ୍ଛା, କପୋତୀ କିଏ ସେ? କପୋତ ହଉଛି ପୁରୁଷ, କପୋତୀ ହଉଛି ପ୍ରକୃତି। କପୋତ ହଉଛି ଜୀବ ଏବଂ କପୋତୀ ହଉଛି ପ୍ରକୃତି। ଆମ ଶରୀର ଭିତରେ ଜୀବାତ୍ମା ଯିଏ ରହିଛି ସିଏ ପ୍ରକୃତି ବଶତଃ ସିଏ କଣ କରୁଛି ନା ଏଇ ଯୋଉ ପୁଅ ଝିଅ ଦୁଇଟି ରହିଲେ ତାଙ୍କର ହେଲେ, ସେ ପୁଅ ଝିଅ ଦୁଇଟି ହଉଛି କଣ ନା ଦୁଇଟି ତାଙ୍କର ସନ୍ତାନ। ସେଇ ସନ୍ତାନ ମୋହରେ ସେ ପଡି ଯାଇଛନ୍ତି। ପୁରୁଷ ପ୍ରକୃତି ଦି ଜଣ ସିଏ କଣ କଲେ ନା ଆସିକିରି ସେ ସନ୍ତାନ ମୋହରେ ପଡି ଯାଇଛନ୍ତି। ଯଦି ପଡି ଯାଇଛନ୍ତି, ଲୁବ୍ଧକ କିଏ ସେ? ନା ଲୁବ୍ଧକ ହଉଛି ବିଷୟ, ସଂସାରର ବିଷୟ, କାମନା ବାସନା ବିଷୟ। ବୁଝିଲେ ନା? ସିଏ କଣ କରେ ନା ଜାଲ ଭିଡ଼ିଛି, ଇନ୍ଦ୍ରିୟ ଗଣ ସେମାନେ ଜାଲ ବିଛେଇଛନ୍ତି। ସେ ଜାଲରେ ଏ ଜୀବ କଣ କରୁଛି ନା ଇନ୍ଦ୍ରିୟ ମୋହରେ ପଡିଯାଇଛି। ଯଦି ପଡିଯାଇଛି ସେଥିରୁ ଉଦ୍ଧାର ପାଇବା ତ ଅଲଗା କଥା। ଏଇ ହଉଛି ତାର ଗୋଟେ ମାନେ ଆକ୍ଷରିକ ଉଦାହରଣ କାରଣ। ଆଉ କଣ ଅଛି? ଆଉ କପୋତୀର କଥା ମାତ୍ର ଏତିକି, ବୁଝିଲ ନା? ତେଣୁ ସେ ଗୋଟେ ଲୋକ ବସିକି କଥାବାର୍ତ୍ତା ହଉଥିଲେ। ସେ କହିଲା ଯେ ଭାତ କୋଉଠି ଆସିଲା, ଯେମିତି ଆମର ଦିଲ୍ଲୀ ବମ୍ବେର କଥା ମୁଁ ଶୁଣିବା କଥା, ପ୍ରତ୍ୟକ୍ଷଦର୍ଶୀ ନୁହେଁ। ଯେ ଆମର ମଣ୍ଡା ପିଠା ହୁଏ ଆମ ଓଡ଼ିଶାରେ ପ୍ରାୟ ମଣ୍ଡା ପିଠା। ଆଚ୍ଛା, ଦିଲ୍ଲୀ କି ଯାଇଥିଲେ ଆମ ଓଡ଼ିଆ ଆଉ ବିହାରୀ ଲୋକ, ରାଜସ୍ଥାନ ଲୋକ ଏମାନେ ଥିଲେ। ତାଙ୍କ ଭିତରେ ଏ ଦିନିଆଙ୍କର କଣ ପର୍ବ ହେଇଛି, ଲକ୍ଷ୍ମୀ ବ୍ରତ କି କଣ ହେଇଛି, ଆମ ଓଡ଼ିଆଙ୍କର ସେ ମଣ୍ଡା ପିଠା ତିଆରି କରିକି ତାଙ୍କର ପଡ଼ୋଶୀରେ ରହୁଛନ୍ତି କିଏ ଯେ ବିହାରୀ କି ରାଜସ୍ଥାନୀ କିଏ ରହୁଥିଲେ, ତାଙ୍କୁ ଟିକେ ମଣ୍ଡା ପିଠା ଦେଲେ। ସେଠୁ ସିଏ ତାକୁ ନେଇକି ଆସିଲା ନା କାମୁଡ଼ି ଦେଲା, ଯେତେବେଳେ ତା ଭିତରେ ପୁର ଥାଏ। କୁହ।